ଜାନୁଆରୀ ପୁଣି ବଢ଼ିବ ଶୀତର ପ୍ରକୋପ। ତ ଚାଲନ୍ତୁ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟ୍ଟି କ'ଣ ରହିଛି। ନୂଆ ବର୍ଷରୁ ବଢ଼ିବ ଶୀତ। ଉପକୂଳ ଓଡ଼ିଶା ସମେତ ଅଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତା 2 ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ବେଳେ ପରେ 2 ରୁ 4 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବା ନେଇ ପୂର୍ବାନୁମାନ କରାଯାଇଛି। ପ୍ରବଳ ଜାଡ଼ ସହ ଘନ କୁହୁଡ଼ି କରିବ ଅସ୍ତବ୍ୟସ୍ତ। ସେପଟେ ଆଜି ପର୍ଯ୍ୟନ୍ତ ରାଜ୍ୟରେ ପଶ୍ଚିମ ଝଡ଼ର ପ୍ରବାହ ରହିବ। 24 ଘଣ୍ଟା ମଧ୍ୟରେ ନବରଙ୍ଗପୁର, ବଲାଙ୍ଗୀର, ବରଗଡ଼, ସୋନପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର ଏବଂ ନୂଆପଡ଼ାରେ ହାଲୁକା ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। 21 ତାରିଖରୁ ଅଭ୍ୟନ୍ତରୀଣ ଓଡ଼ିଶାର କଳାହାଣ୍ଡି, କନ୍ଧମାଳ, ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼ ସମେତ କିଛି ଜିଲ୍ଲାରେ ତାପମାତ୍ରା ମଧ୍ୟ କମିବ। ପରେ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ତାପମାତ୍ରା କମିବା ନେଇ ଆକଳନ କରାଯାଇଛି। ରାଜ୍ୟର ପଶ୍ଚିମ ଝଡ଼ ସକ୍ରିୟ ରହିଥିବା ବେଳେ ଆସନ୍ତା 24 ଘଣ୍ଟା ମଧ୍ୟରେ ଘନ କୁହୁଡ଼ି ନେଇ 2ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବିଶେଷ କରି କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାକୁ ସତର୍କତା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହି 2 ଜିଲ୍ଲାରେ 50 ମିଟର ତଳକୁ ଖସି ଆସିବ ଦୃଶ୍ୟମାନ ଦୂରତା। ସେଭଳି କେନ୍ଦୁଝର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଅନୁଗୁଳ ମଧ୍ୟମ ଧରଣର କୁହୁଡ଼ି ନେଇ ସତର୍କତା ଜାରି କରାଯାଇଛି। ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। ବଢ଼ିପାରେ ରାଜ୍ୟରେ ବ୍ଲକ ସଂଖ୍ୟା। ତ ଚାଲନ୍ତୁ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟ୍ଟି କ'ଣ ରହିଛି। ରାଜ୍ୟରେ ଶେଷ ଥର ପାଇଁ 1984ରେ ବ୍ଲକ ପୁନର୍ଗଠନ ହୋଇଥିଲା। ଏବେ ଲୋକ ସଂଖ୍ୟା ବୃଦ୍ଧି ଓ ପ୍ରଶାସନକୁ ନିକଟତର କରାଇବା ପାଇଁ ଅଧିକ ବ୍ଲକର ଆବଶ୍ୟକତା ରହୁଛି। ତେବେ ରାଜ୍ୟରେ 314ଟି ବ୍ଲକ ଅଛି। 40 ବର୍ଷ ମଧ୍ୟରେ ଜନସଂଖ୍ୟା ବହୁ ପରିମାଣରେ ବଢ଼ିଥିଲେ ମଧ୍ୟ ବ୍ଲକ ସଂଖ୍ୟା ସମାନ ରହିଛି। ଲୋକଙ୍କ ବିଭିନ୍ନ ସମସ୍ୟାକୁ ସମାଧାନ କରିବାରେ ପ୍ରଶାସନକୁ ସମସ୍ୟା ହେଉଛି। ଅନେକ ସ୍ଥାନରେ ଲୋକଙ୍କୁ ବ୍ଲକ ଅଫିସ ଯିବା ପାଇଁ ବହୁ ଦୂରତ୍ୱ ଅତିକ୍ରମ କରିବାକୁ ମଧ୍ୟ ପଡ଼ୁଛି। କୋରାପୁଟର ତେନ୍ତୁଳିଗୁମ୍ମା ପଞ୍ଚାୟତର ଲୋକେ ପ୍ରାୟ 75 କିଲୋମିଟର ବାଟ ଅତିକ୍ରମ କଲେ ତାଙ୍କ ବ୍ଲକ ବୈପାରିଗୁଡ଼ା ଆସୁଛନ୍ତି। ନୂଆ ବ୍ଲକ ଗଠନ କରିବା ପାଇଁ ଏକ ଜଟିଳ ପ୍ରକ୍ରିୟା, ଆଇନଗତ ଦିଗ ମଧ୍ୟ ରହିଛି। ଏଥିପାଇଁ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ମଧ୍ୟ ଆବଶ୍ୟକତା ରହିଛି। ବର୍ତ୍ତମାନ ସରକାର ଏ ଦିଗରେ ପଦକ୍ଷେପ ନେଇଛନ୍ତି। ସେ ନିଜେ ପଞ୍ଚାୟତରାଜ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଏନେଇ ଆଲୋଚନା କରିସାରିଛନ୍ତି। ଆବଶ୍ୟକ ପଡ଼ିଲେ ଏଥିପାଇଁ ସରକାର ଏକ କମିଶନ ଗଠନ ମଧ୍ୟ କରିବେ ବୋଲି ରାଜସ୍ୱ ମନ୍ତ୍ରୀ ସୂଚନା ଦେଇଛନ୍ତି। ତ ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। ଜାନୁଆରୀ 17 ତାରିଖରେ ଚିଲିକାରେ ହେବ ପକ୍ଷୀ ଗଣନା। 21ରେ ଗଣତି ହେବ ଡଲଫିନ୍। ତ ଚାଲନ୍ତୁ ଦେଖିବା ସମ୍ପୂର୍ଣ୍ଣ ଅପଡେଟ୍ଟି କ'ଣ ରହିଛି। ଜାନୁଆରୀ 17 ତାରିଖରେ ଏଥର ପକ୍ଷୀ ଗଣନା ହେବ ବୋଲି ବାଲୁଗାଁ ବନ୍ୟପ୍ରାଣୀ ବନଖଣ୍ଡ ବିଭାଗୀୟ ଅଧିକାରୀ ଅମ୍ଳାନ କୁମାର ନାୟକ ସୂଚନା ଦେଇଛନ୍ତି। ଗଣନା ପୂର୍ବରୁ ଜାନୁଆରୀ 16 ତାରିଖରେ ବାଲୁଗାଁ ନିକଟ ଚନ୍ଦ୍ରାପୁଟ ସ୍ଥିତ ସିଡିଏ ଗବେଷଣା କେନ୍ଦ୍ର ସମ୍ମିଳନୀ କକ୍ଷରେ ପକ୍ଷୀ ଗଣନାକାରୀଙ୍କୁ ତାଲିମ ପ୍ରଦାନ କରାଯିବ। ଏଥିଲାଗି ପ୍ରତି ଟିମ୍କୁ ଗୋଟିଏ ଲେଖାଏଁ ଡଙ୍ଗା, ବାଇନୋକୁଲର, ଜିପିଏସ୍ ଓ କିଟ୍ ଯୋଗାଇ ଦିଆଯିବ। 17 ତାରିଖ ଭୋର 6ଟାରୁ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା କାର୍ଯ୍ୟ ଜାରି ରହିବ। ଗଣନା ଦଳରେ ବମ୍ବେ ନ୍ୟାଚୁରାଲ ହିଷ୍ଟ୍ରି ଅଫ୍ ସୋସାଇଟି, ୱାଇଲ୍ଡ ଓଡ଼ିଶା, OUAT, ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଅଧ୍ୟାପକ, ଛାତ୍ରଛାତ୍ରୀଙ୍କ ସମେତ ମୋଟ 120ରୁ ଉର୍ଦ୍ଧ୍ୱ ସଦସ୍ୟ ସାମିଲ ରହିବେ। ସେହିପରି ଚିଲିକାରେ ଦେଖାଯାଉଥିବା ବିରଳ ଇରାୱିଡି ପ୍ରଜାତିର ଡଲଫିନ୍ ଗଣନା ଜାନୁଆରୀ 21 ତାରିଖରେ କରାଯିବ। ଏଥିପାଇଁ 20 ତାରିଖରେ ଡଲଫିନ୍ ଅଭୟାରଣ୍ୟ ଅଞ୍ଚଳ ସାତପଡ଼ା ଏବଂ ବାଲୁଗାଁଠାରେ ପୃଥକ ଭାବେ ଗଣନାକାରୀଙ୍କୁ ତାଲିମ ମଧ୍ୟ ପ୍ରଦାନ କରାଯିବ। ସାତପଡ଼ାରେ 8ଟି ଟିମ୍ ଓ ବାଲୁଗାଁ ନିକଟ ଚିଲିକା ଅଞ୍ଚଳରେ 10ଟି ଟିମ୍ ରହି ଗଣନା କରିବେ। ସୂଚନାଯୋଗ୍ୟ ଯେ ଗତ ବର୍ଷ ଗଣନା ବେଳେ ଚିଲିକାରେ 160ରୁ ଉର୍ଦ୍ଧ୍ୱ ଡଲଫିନ୍ ରହିଥିଲେ। ସେହିପରି ଗତ ବର୍ଷ ଚିଲିକାରେ 11,37,759 ପକ୍ଷୀଙ୍କ ସମାଗମ ହୋଇଥିଲା। ପାଗ ଅନୁକୂଳ ରହିଲେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ପକ୍ଷୀ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବ ବୋଲି ବାଲୁଗାଁ ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ ଅଧିକାରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି। ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। ରାସନ କାର୍ଡ ହିତାଧିକାରୀମାନଙ୍କ ପାଇଁ ଆସିଲା ବଡ଼ ଖୁସି ଖବର। ଚାଲନ୍ତୁ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟ୍ଟି କ'ଣ ରହିଛି। ଓଡ଼ିଶା ରାସନ କାର୍ଡ ହିତାଧିକାରୀଙ୍କୁ ରାସନ କାର୍ଡରେ ପୂର୍ବ ଭଳି ମିଳୁଥିବା ଗହମ ପୁଣି ଥରେ ଚାଉଳ ସହ ମିଳିବ ବୋଲି ନିକଟରେ ସୂଚନା ଦେଇଥିଲେ। ମିଳୁଥିବା ଚାଉଳର 20% ଗହମ ଦେବାକୁ ସରକାର କହିଥିଲେ। ଏଣିକି ରାସନରେ ଚାଉଳ ସହ ମିଳିବ ଗହମ। ଓଡ଼ିଶା ସମେତ 9 ରାଜ୍ୟରେ ଗହମ ମିଳିବ। ଏନେଇ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ପକ୍ଷରୁ ଚିଠି ଆସିଛି। ଅକ୍ଟୋବର ମାସରୁ ଏହି ନିୟମ ପୁଣି ଲାଗୁ ହେବ। ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। ଅନଲାଇନ୍ ମାଧ୍ୟମରେ ଚାଷୀ ପାଇବେ କ୍ଷତିପୂରଣ। ଭାଗ ଚାଷୀମାନଙ୍କ ପାଇଁ ନେଇ ଆସିଲା ବଡ଼ ଅପଡେଟ୍। ତ ଚାଲନ୍ତୁ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟ୍ଟି କ'ଣ ରହିଛି। ରାଜଧାନୀ ଉପକଣ୍ଠ ବାଲିପାଟଣା ଓ ବାଲିଅନ୍ତ ବ୍ଲକର ବିଭିନ୍ନ ଧାନ ବିଲକୁ ଯାଇ ଅଦିନିଆ ବର୍ଷାରେ ହୋଇଥିବା କ୍ଷୟକ୍ଷତି ସମୀକ୍ଷା କରିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ। ମନ୍ତ୍ରୀଙ୍କ ସହ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସହ ସମସ୍ତ ପ୍ରଶାସନିକ ଅଧିକାରୀ ସାମିଲ ହୋଇଥିଲେ। ବିଭିନ୍ନ ଗାଁର ଚାଷୀଙ୍କ ସହ ଆଲୋଚନା କରି କ୍ଷୟକ୍ଷତିର ଆକଳନ କରାଯାଇଛି। ଅଦିନିଆ ବର୍ଷା ଅନେକ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ଧାନ ଚାଷ ସହ ପରିବା ନଷ୍ଟ ହୋଇଯାଇଛି। କ୍ଷୟକ୍ଷତି ଆକଳନ ପରେ ମନ୍ତ୍ରୀ କହିଛନ୍ତି ଚାଷୀଙ୍କ କ୍ଷତିପୂରଣ କରାଯିବ।
ଚାଷୀ ଫସଲ ବୀମା କରିଥାନ୍ତୁ କି ନାହିଁ ସମସ୍ତଙ୍କୁ କ୍ଷତିପୂରଣ ମିଳିବ। ଭାଗ ଚାଷୀଙ୍କ ବିଷୟରେ ସରକାର ଆଲୋଚନା କରୁଛନ୍ତି। ଚାଷୀମାନେ ଅନଲାଇନ୍ ମାଧ୍ୟମରେ ସିଧାସଳଖ କ୍ଷତିପୂରଣ ପାଇପାରିବେ। ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। ନୂଆ ବର୍ଷରୁ ବଢ଼ିବ ମଦ ରେଟ୍। ତ ଚାଲନ୍ତୁ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟ୍ଟି କ'ଣ ରହିଛି। ବିୟର ବୋତଲ ଓ କ୍ୟାନ୍ ପିଛା ବଢ଼ିବ 10 ଟଙ୍କା। ନୂଆ ବର୍ଷରୁ ବଢ଼ିବ ଏହି ରେଟ୍। ମଦରୁ କିଛି ଅଧିକ ଟଙ୍କା ପାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ମଦ ନିଗମ ପାଖରେ ରହିଛି 9 ଲକ୍ଷ ପେଟି ବିୟର। ରେଟ୍ ବଢ଼ିଗଲେ ପାଖାପାଖି 90 କୋଟି ଟଙ୍କା ଅଧିକ ଟଙ୍କା ପାଇବେ ସରକାର। ବିଦେଶୀ ମଦ ଅପେକ୍ଷା ବିୟର ଓ କ୍ୟାନ୍ର ଚାହିଦା ବଢ଼ିଯାଉଛି। ସେପ୍ଟେମ୍ବର ମାସରେ ବିୟର ଦର 10 ଟଙ୍କା ବଢ଼ିଥିଲା। ଦର ବଢ଼ିବା ନେଇ ଅବକାରୀ ମନ୍ତ୍ରୀଙ୍କ ସୂଚନା ଦେଇଛନ୍ତି। ପ୍ରାଇସ୍ ଫିକ୍ସେସନ କମିଟିର ମିଟିଂରେ ନିଷ୍ପତ୍ତି ନିଆଯାଇ ପ୍ରସ୍ତାବ ଦିଆଯାଇଛି। ସରକାର ଖୁବ୍ ଶୀଘ୍ର ବିଚାର କରିବେ। ଚର୍ଚ୍ଚା ହେଉଛି ମଦ ନିଗମ ରେଟ୍ ବଢ଼ାଇବା ଉଦ୍ଦେଶ୍ୟରେ ଡିପୋରୁ ଖୋଲା ବଜାରକୁ ବିୟର ଛାଡୁନି। ଦୋକାନୀମାନେ MGQ ଡିପୋଜିଟ୍ ଦେଲେ ମଧ୍ୟ କୋଟା ହିସାବରେ ମଦ ମିଳିପାରୁନି। ମଦ ବିକ୍ରିରେ ଓଡ଼ିଶା ସମସ୍ତଙ୍କୁ ପଛରେ ପକାଇ ଦେଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଦେଶରେ 15 ବର୍ଷ ବୟସରୁ ଅଧିକ ପୁରୁଷ 18% ମଦ ପିଉଥିବା ବେଳେ ଓଡ଼ିଶାରେ 28% ଲୋକ ମଦ ପିଉଛନ୍ତି। ସେତିକି ନୁହେଁ, ଓଡ଼ିଶା ମହିଳାଙ୍କ ମଦ ପିଇବା ସଂଖ୍ୟା ମଧ୍ୟ କମ୍ ନୁହେଁ। ସେ ଯାହା ହେଉ ସରକାରଙ୍କ ନିଷ୍ପତ୍ତି ଯେ ରାଜସ୍ୱ ବୃଦ୍ଧିରେ ସହାୟକ ହେବ ନିଶ୍ଚୟ। ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। UPSC ପକ୍ଷରୁ NDA ପରୀକ୍ଷା ପାଇଁ ଆବେଦନ ଜାରି। ଡିସେମ୍ବର 31 ଶେଷ ତାରିଖ। ତ ଚାଲନ୍ତୁ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟ୍ଟି କ'ଣ ରହିଛି। ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରାଳୟ ଅଧୀନସ୍ଥ ନ୍ୟାସନାଲ ଡିଫେନ୍ସ ଏକାଡେମୀ ଓ ଭାରତୀୟ ନୌସେନା ଏକାଡେମୀରେ ନାମ ଲେଖା ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। 2025 ପାଇଁ ଏହି ପ୍ରତିରକ୍ଷା ପ୍ରତିଷ୍ଠାନରେ ପ୍ରାର୍ଥୀମାନଙ୍କର ଚୟନ ପାଇଁ NDA ପ୍ରବେଶିକା ପରୀକ୍ଷା କରାଯିବ। 2025 NDA ପରୀକ୍ଷା ପାଇଁ ଭାରତୀୟ ଲୋକସେବା ଆୟୋଗ UPSC ପକ୍ଷରୁ ଏବେ ଅନଲାଇନ୍ ଆବେଦନ ଆରମ୍ଭ ହୋଇଯାଇଛି। ଡିସେମ୍ବର 31 ଯାଏଁ ଆବେଦନ ପ୍ରକ୍ରିୟା ଚାଲିବ। ନ୍ୟାସନାଲ ଡିଫେନ୍ସ ଏକାଡେମୀରେ ଶିକ୍ଷା ଲାଭ କରିଥିବା ପ୍ରାର୍ଥୀମାନଙ୍କୁ ଭାରତୀୟ ସେନାର ବିଭିନ୍ନ ବିଭାଗ ଯଥା ଆର୍ମି, ନେଭି ଓ ଏୟାରଫୋର୍ସରେ ଉଚ୍ଚ ଅଧିକାରୀ ପଦବୀରେ ନିଯୁକ୍ତି ମିଳିବ। ନ୍ୟାସନାଲ ଡିଫେନ୍ସ ଏକାଡେମୀ ଓ ନାଭାଲ ଏକାଡେମୀରେ ଭର୍ତ୍ତି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କର ଶାରୀରିକ ମାନଦଣ୍ଡକୁ ଧାର୍ଯ୍ୟ କରାଯାଇଛି। ଏହାର ଅଧିକ ସୂଚନା UPSCର ୱେବସାଇଟ୍ରେ ଉପଲବ୍ଧ ରହିଛି। ତେଣୁ ଆପଣମାନେ ଏହାର ଅଫିସିଆଲ ୱେବସାଇଟ୍କୁ ଯାଇ ଭିଜିଟ୍ କରି ଏହାର ସମ୍ପୂର୍ଣ୍ଣ ବିବରଣୀ ଜାଣିପାରିବେ। ଏହାଛଡ଼ା ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ପଛୁଆ ବର୍ଗର ପ୍ରାର୍ଥୀଙ୍କୁ ଏଥିରେ ବୟସ ସୀମା ଓ ଆରକ୍ଷଣର ସୁବିଧା ମିଳିପାରିବ। ଏହି NDA ପରୀକ୍ଷା ପାଇଁ ସାଧାରଣ ବର୍ଗର ପ୍ରାର୍ଥୀମାନଙ୍କୁ 100 ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡ଼ିବ। ଅନ୍ୟପଟେ ମହିଳା, ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟ ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ଆବେଦନ ଶୁଳ୍କ ଛାଡ଼ କରାଯାଇଛି। 2025 ଏପ୍ରିଲ 13 ତାରିଖରେ ଏହି NDA ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏହି ପରୀକ୍ଷା ସମ୍ବନ୍ଧୀୟ ଅଧିକ ସୂଚନା UPSCର ଅଫିସିଆଲ ୱେବସାଇଟ୍ରେ ଉପଲବ୍ଧ ରହିଛି। ତେଣୁ ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାନେ UPSCର ଅଫିସିଆଲ ୱେବସାଇଟ୍କୁ ଭିଜିଟ୍ କରି ଏହାର ସମ୍ପୂର୍ଣ୍ଣ ବିବରଣୀକୁ ଜାଣି ଏହାକୁ ଆବେଦନ କରିନିଅନ୍ତୁ। ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। ସରକାରଙ୍କ ବଡ଼ ନିଷ୍ପତ୍ତି, ଏମାନଙ୍କୁ ଆଉ କେବେ ବି ମିଳିବନି ସିମ୍ କାର୍ଡ। ଲିଷ୍ଟ ଜାରି ହେଲା ନା। ଚାଲନ୍ତୁ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟ୍ଟି କ'ଣ ରହିଛି। କିଛି ଦିନ ପରେ ବିଦାୟ ନେବାକୁ ଯାଉଛି 2024 ବର୍ଷ। 2 ରୁ 3 ଦିନ ପରେ ସାରା ବିଶ୍ୱ ସ୍ୱାଗତ କରିବ ନବବର୍ଷକୁ। ତାହା ସହ ବଦଳିଯିବ ଅନେକ ନିୟମ, ଯାହା ସିଧାସଳଖ ଭାବରେ ପ୍ରଭାବ ପକାଇବ ଲୋକଙ୍କ ଦୈନନ୍ଦିନ ଜୀବନ ଉପରେ। ଏହି କ୍ରମରେ ଦେଶର କୋଟି କୋଟି ମୋବାଇଲ ବ୍ୟବହାରକାରୀଙ୍କୁ ସାଇବର ଠକେଇରୁ ମୁକ୍ତି କରିବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛନ୍ତି। ସରକାର ଏହି ଲୋକମାନଙ୍କର ଲିଷ୍ଟ ପ୍ରସ୍ତୁତ କରିବାରେ ଲାଗିଛନ୍ତି, ଯେଉଁମାନଙ୍କୁ ପୁଣି ଥରେ ସିମ୍ କାର୍ଡ ଦିଆଯିବ ନାହିଁ। ନୂଆ ସିମ୍ କାର୍ଡ ନିୟମ ଅନୁଯାୟୀ ଟେଲିକମ୍ ବିଭାଗ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି। ସମ୍ପ୍ରତି ଟ୍ରାଇର ନୂତନ ନିୟମ ଅନୁଯାୟୀ ନକଲି କଲ୍ ଏବଂ ମେସେଜକୁ ରଖିବା ପାଇଁ ଏକ ଅଭିଯାନ ଆରମ୍ଭ କରିଛି। ରିପୋର୍ଟ କରିବା ପରେ ଲକ୍ଷ ଲକ୍ଷ ମୋବାଇଲ ନମ୍ବର ବ୍ଲକ୍ କରାଯାଇଛି। ଏହି ରିପୋର୍ଟ ଅନୁଯାୟୀ ସାଇବର ଅପରାଧକୁ ରୋକିବା ପାଇଁ ଟେଲି ଯୋଗାଯୋଗ ବିଭାଗ ଏକ ବ୍ଲାକ୍ ଲିଷ୍ଟ ପ୍ରସ୍ତୁତ କରିବା ଆରମ୍ଭ କରିଛି। ଏହି ପ୍ରସଙ୍ଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ମନୋଭାବ ଅଛନ୍ତି। ରିପୋର୍ଟ ଅନୁଯାୟୀ ଯେଉଁମାନେ ଅନ୍ୟର ନାମରେ ସିମ୍ କାର୍ଡ ଜାରି କରନ୍ତି କିମ୍ବା ଜାଲିଆତି ମେସେଜ ପଠାନ୍ତି, ସେମାନଙ୍କ ଅବସ୍ଥା ଏବେ ଖରାପ ହେବାକୁ ଯାଉଛି। ସେମାନଙ୍କ ବିରୁଦ୍ଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଏହିପରି ଉପଭୋକ୍ତାମାନଙ୍କୁ ସାଇବର ସୁରକ୍ଷା ପ୍ରତି ବିପଦ ଶ୍ରେଣୀରେ ରଖାଯିବ। ଏହିପରି ଉପଭୋକ୍ତାମାନଙ୍କୁ ବ୍ଲାକ୍ ଲିଷ୍ଟ କରି ସିମ୍ କାର୍ଡ ବ୍ଲକ୍ କରାଯିବ। ଆହୁରି ମଧ୍ୟ 6 ମାସରୁ 3 ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ନାମରେ କୌଣସି କନେକ୍ସନ ଦିଆଯିବ ନାହିଁ। ନୂତନ ନିୟମ ଅନୁଯାୟୀ ଅନ୍ୟର ନାମରେ ସିମ୍ କାର୍ଡ ଦେବା ଅପରାଧ। ଏହା ବ୍ୟତୀତ ନକଲି ମେସେଜ ପଠାଇବା ମଧ୍ୟ ଦଣ୍ଡନୀୟ ଅପରାଧ ବର୍ଗରେ ରଖାଯାଇଛି। ତ ସାରାଦିନ ଏହିପରି ବଛା ବଛା ଏବଂ ଗୁରୁତ୍ୱପୂର୍ଣ୍ଣ ଖବର ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରି ରଖନ୍ତୁ ଏବଂ ଆମ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ। ଧନ୍ୟବାଦ।